नमस्कार। आम नमस्कार। समस्तଙ୍କର पिलादिनर स्मृति अनेक रही। आज आम से स्मृति मध्य गोटाए स्मृति जहाँकि आम कहू गप बही पढ़ा से संक्रांति आम आज कथबार्ता करवा रेडियो कोरापुटर श्रोता मान सहित विशेषकर आम अति प्रिय सुनील विश्वाल भाई सहित भाई आपण जो किछि दिन पूर्वे शेयर करथिले सोशल मीडिया रे एई संपर्क रे कौन कहिबे एई पिलादिनर गप बहिर कथा। ଆପଣମାନଙ୍କ ଶ୍ରୋତାଙ୍କୁ ମୁଁ ନିଶ୍ଚିତ ଭାବେ ନମସ୍କାର ଜଣାଉଛି ଏବଂ ତତ୍ ସହିତ ମୁଁ ଆମ ପିଲାଦିନେ ଆମେ କେମିତି ଆଜିକାର ଯୋଉ ପିଲାମାନେ ଆଜିର ପିଢ଼ିର ଯୋଉ ପିଲାମାନଙ୍କର କେମିତି ଆମ ଇଏଟା ଅଲଗା ଥିଲା ସେ ବିଷୟରେ କିଛି କହିବା ପାଇଁ ଚାହିଁବି। ପ୍ରଥମ କଥା ହଉଛି ଯେ ଟେକ୍ନୋଲୋଜିର ଦ୍ରୁତ ବିକାଶ ଫଳରେ ଆଜିର ପିଲାମାନଙ୍କ ଆଗରେ ସମୟ କାଟିବା ପାଇଁ ଯୋଉ ଯୋଉ ସବୁ ସାଧନ ସବୁ ଅଛି ଆମ ପିଲାଦିନେ ସେ ସବୁ ନଥିଲା। ଆମ ପିଲାଦିନେ ସ୍କୁଲ ପାଠ ବହି ଆଉ ଖେଳ ପଡ଼ିଆରୁ ଫେରିବା ପରେ ଯଦି ଆମକୁ କିଛି ଅବସର ସମୟ ମିଳୁଥିଲା ବା ଆମେ ଅବସର ବାହାର କରୁଥିଲୁ, ସମୟ ବାହାର କରୁଥିଲୁ, ସେଇଟାକୁ ମୁଖ୍ୟତଃ ଆମେ ବହି ପଢ଼ିକି ଆମେ ପିଲାଦିନଟା କଟୁ। ବହି କେତେ ପ୍ରକାର ବହି, ପଶୁ ପକ୍ଷୀଙ୍କ ବିଷୟରେ ଗପଠୁ ଆରମ୍ଭ କରି ଭ୍ରମଣ କାହାଣୀ, ଡିଟେକ୍ଟିଭ କାହାଣୀ, ବାହାର ଗ୍ରହ ବିଷୟରେ କାହାଣୀ, ଉଡ଼ନ୍ତା ଥାଳିଆ ବିଷୟରେ କାହାଣୀ କହି ବସିଲେ ସେ ଲିଷ୍ଟ ସରିବନି। ମୁଁ 10-15ଟି ବହିର ନାଁ ଯୋଉଟା କି ଇମିଡିଏଟଲି ମୁଁ ମନେ ପକେଇ ପାରୁଛି, ମୁଁ ସେଟା କହୁଛି। ଯେମିତି ଆମେ ସମସ୍ତେ ଜାଣିଛନ୍ତି ପଞ୍ଚତନ୍ତ୍ର କଥା, ବେତାଳ କଥା, ଆରବ୍ୟ ରଜନୀର କଥା, ଓଡ଼ିଶାରେ ଯେମିତି ଆମର ଉତ୍କଳର ଯୋଉ ଆମର ନିଜସ୍ୱ କାହାଣୀ ମାଳା ଯୋଉ ସବୁ ଅଛି ସେ ସବୁ ଜାତକ କଥା, କଥା ସରିତ ସାଗର, ଏମିତି କାହିଁ କେତେ ପ୍ରକାର ବହି। ତା ଅବଲୋକରା ସହିତ କାହାଣୀ ବୋଧେ ଗୋଟେ ବହୁତ ସୁନ୍ଦର ବହିଟେ ଅବଲୋକରା ଥିଲା। କାହାଣୀ, ଧନ୍ୟବାଦ ମନେ ପକେଇଦେଲେ, ଅବଲୋକରା କାହାଣୀ। ଏସବୁ କାହାଣୀ ପଢିଲେ ତ ନିଶ୍ଚିତରେ ତ ମଜା ଲାଗେ, କିନ୍ତୁ ତାଠୁ ବେଶୀ ଆମକୁ ବହୁତ ବହୁତ ଆହୁରି ମଜିଯାଉ ଆମେ ସେ ସବୁ କାହାଣୀ ଭିତରେ ଯୋଉଥିରେ ନୂଆ ଦୁନିଆର କଥା ଥାଏ। ଯେମିତି ଆଫ୍ରିକା ଜଙ୍ଗଲ, ଆମାଜନ ଜଙ୍ଗଲ, ଗରିଲା ଶିକାର, ଉତ୍ତର ମେରୁର ପହଞ୍ଚିବା ପାଇଁ ଯୋଉ ଦୌଡ଼, ଦକ୍ଷିଣ ମେରୁରେ ପହଞ୍ଚିବା ପାଇଁ ଦୌଡ଼, 80 ଦିନରେ ପୃଥିବୀ ପରିକ୍ରମଣ, ଚନ୍ଦ୍ରକୁ ଯାତ୍ରା, ଏସବୁ ଜିନିଷ ଯେତେବେଳେ ଆମେ ପଢୁ ଆମକୁ ଲାଗେ ଆମେ ସେ କାହାଣୀ ଭିତରେ ଆମେ ହଉଛି ଜଣେ ପାତ୍ର ଏବଂ ସେଇ ଜର୍ଣ୍ଣିରେ ଆମେ ଜଣେ ସହଯାତ୍ରୀ। ତ ମତେ ଲାଗୁଛି ଯେ ପିଲାଦିନେ ଏଭଳି ବହି ପଢିବା ସମସ୍ତ ପାଇଁ ନିଶ୍ଚିତରେ ବହୁତ ଗୁଡେ ଉପାଦେୟ କଥା। କାରଣ ଏଭଳି ବହି ପଢିଲେ ମନ ଭିତରେ ଯୋଉ ଯୋଉ କ୍ରିଏଟିଭ ଯୋଉ ଇଏଟା ଆସେ, ମାନେ ତାକୁ ସୃଜନାତ୍ମକ ଚିନ୍ତାଧାରା ଯୋଉ ଆସେ ପରବର୍ତ୍ତୀ ଜୀବନରେ ଆମକୁ ନିଜ ଜୀବନରେ ଯୋଉ ଯୋଉ ଜିନିଷ ସବୁ ଘଟିଥାଏ ତାକୁ ଯଦି ଆମେ ପ୍ରକାଶ କରିବା ପାଇଁ ଚାହୁଁ, ତାହେଲେ ଆମେ ଯେତେବେଳେ ବସୁ ଲେଖିବା ପାଇଁ, ତାହେଲେ ସେଇ ଯୋଉ ପିଲାଦିନେ ଯୋଉ ବହି ପଢିବା ଯୋଗୁ ଯୋଉ ଆମକୁ ଯୋଉ କୌଶଳଟି ଆମେ ଶିଖିଥାଉ ସେଇଟା ବହୁତ କାମରେ ଆସେ। ଏବଂ ସେଇଟା ଦୁଃଖର ବିଷୟ, ଆଜିକାଲି ବିଶେଷ ଦେଖିବା ପାଇଁ ମିଳୁନି। ଏବେ ବି ପିଲାମାନେ ପଢୁନାହାନ୍ତି ବୋଲି ନୁହେଁ, ପଢିବାର ଇଏଟା ବଦଳି ଯାଇଛି, ମାନେ ମାଧ୍ୟମ ବଦଳି ଯାଇଛି। ଆମ ଆମ ସମୟରେ ଆମେ ଯୋଉ ପେପର ବେସ୍ଡ ବହି ପଢୁଥିଲୁ, ଆଜିକାଲି ପିଲାମାନେ ହୁଏତ ସଫ୍ଟ କପି ବା ଅନଲାଇନରେ ପଢୁଛନ୍ତି, କିନ୍ତୁ ଆଜିକାଲି ବି ପିଲାମାନେ ବି ପଢୁଛନ୍ତି। ହଁ, ବହି ପଢି ନ ପଢିକି ସେମାନେ ବର୍ତ୍ତମାନ ବେଶୀ ଦେଖୁଛନ୍ତି ଭିଡିଓ କଣ୍ଟେଣ୍ଟ। ତ ଭିଡିଓ କଣ୍ଟେଣ୍ଟର ଗୋଟିଏ ଦୁର୍ବଳ ଦିଗ ହେଲା ଯେ ଜଣେ ଯେତେବେଳେ କୌଣସି ଭିଡିଓ ଦେଖେ, ସେଥିରେ ତାର ନିଜ ମନରେ ଆଉ କୌଣସି ଚିନ୍ତା କରିବା ପାଇଁ କୌଣସି ଆବଶ୍ୟକତା ନଥାଏ। ତାକୁ ଯାହା ଦେଖେଇ ଦିଆଯାଏ ସେ ସେଇଟାକୁ ଦେଖେ, ତାର ଇମାଜିନେସନ ଟା କମିଯାଏ। ତାର ଇମାଜିନେସନ କମିଯାଏ। ତେଣୁ ମୁଁ ଦୃଢ ନିଶ୍ଚିତ ଯେ ହାତରେ ଗୋଟେ ବହି ଧରି ପଢିବା ଯେତିକି ଶିକ୍ଷଣୀୟ, ଅନ୍ୟ ତାର କୌଣସି ବିକଳ୍ପ ଅଦ୍ୟାବଧି ନାହିଁ ବୋଲି ମୁଁ ଭାବେ। ଜଣେ ଆଇଦର ବହି ପଢିବ ନହେଲେ ଶୁଣିବ, କାହାଣୀ ଶୁଣିବ। କାହାଣୀ ଶୁଣିବାଟି ସେମିତି ଗୋଟେ ଜିନିଷ ଯୋଉ ଆଗରୁ ପିଲାମାନଙ୍କୁ ବଡମାନେ ସବୁ କାହାଣୀ ଶୁଣଉଥିଲେ, ସେଇଟା ବି ଗୋଟେ ସେମିତି ଗୋଟେ ବହି ପଢିଲା ଭଳି ଗୋଟେ କଥା। କିନ୍ତୁ ଦୁଇଟାଙ୍କୁ ଆଜିକାଲି ଆମେ ଦେଖିବା ପାଇଁ ପାଉନାହୁଁ। ମୋର ପିଲାଦିନେ ମୁଁ ମାନେ ଗୋଟିଏ ଦିନରେ ବୋଧେ ଗୋଟିଏ ବା ଦୁଇଟି ବହି ପଢୁଥିଲି। ଏବଂ ବହି ପଢିବା ପାଇଁ ଆମେ ସବୁତ କିଣୁନଥିଲୁ, ଆମେ ସାଙ୍ଗମାନଙ୍କ ସାଙ୍ଗରେ ଅଦଳ ବଦଳ କରି ପଢୁଥିଲୁ। ଗୋଟେ ବହି ହୁଏତ ଆମ କ୍ଲାସ ସାରା ବୁଲି ଆସୁଥିଲା। ଯୋଉମାନେ କ୍ଲାସରେ 80 ପିଲା ଥିଲେ ଯେମିତି ତା କି ଦେହରୁ ଦସ୍ୟୁ ରଞ୍ଜନ ରତନର ସିରିଜ। ବାସ୍, ଦସ୍ୟୁ ଦୀପକ, ସାଥୀ ରୂପକ, ଦସ୍ୟୁ ରଞ୍ଜନ। ହଁ, ତ ପଣ୍ଡୁଚରଣ ଦାସଙ୍କର ବହି। ହଁ,
ନାଇଁ ଡିଟେକ୍ଟିଭ ବହି। ବହି ପଢିବାରେ ମୁଁ ମୋ ଜୀବନ ଭିତରେ ମୁଁ ଯୋଉ ଯେତିକି ପ୍ରକାର ବହି ପଢେ ମୁଁ ତାକୁ ତିନି ଭାଗରେ ବିଭକ୍ତ କରିଛି। ଗୋଟେ ହଉଛି ପିଲାଦିନେ ଯୋଉ କିଶୋର ଉପନ୍ୟାସ ଯୋଉଟା କୁହାଯିବ, ଆ ଅନେକ ବହିର ନାଁ ମନେ ପଡୁଛି, ତାର ଷ୍ଟୋରିଟା ମନେ ଅଛି। ଯେମିତି ବାଲିରଜା, ଓଡିଆ ପିଲାମାନଙ୍କ ପାଇଁ ବାଲିରଜା ଠୁ ଭଲ ମାନେ ଆ ଉପଭୋଗ୍ୟ ପୁସ୍ତକ ବୋଧେ ଆଉ ବଡ ନାହିଁ, ଯୋଉଟା କି ଆମର ଲେଖିଛନ୍ତି କାହ୍ନୁଚରଣ, ଯୋଉଥିରେ କି ଉତ୍କଳୀୟ ନୌବାଣିଜ୍ୟର ଗୋଟେ ଝଲକ ସେଥିରେ ଅଛି। ବହୁତ ସୁନ୍ଦର ମାନେ ବହି। ସେମିତି ଗୋଟେ ଅଛି ସୁବର୍ଣ୍ଣ ଦ୍ୱୀପର ରାଜା ନା କଣ ଗୋଟେ, ଏମିତି ବହୁତ ବହି ଅଛି, ମାନେ ମନେ ପଡୁନି ବହିର ନାଁ ଗୁଡାକ, ଜୀବନରେ କିନ୍ତୁ ଷ୍ଟୋରିଟା ଅଛି। ତ ପିଲାଦିନେ ସେଇ ଯୋଉ ବହି ଗୁଡାକ ଭାରି ବହୁତ ଭଲ ଲାଗେ। ତାପରେ ମୁଁ ଯେତେବେଳେ ସ୍କୁଲରୁ କଲେଜକୁ ଗଲି ବା ପରବର୍ତ୍ତୀ ଜୀବନରେ ମୁଁ ଗୁଡାଏ ଇଂରାଜୀ ଆଉ ଓଡିଆ ଉପନ୍ୟାସ ପଢିଲି। ତାପରେ ପରେ ମତେ ଭଲ ଲାଗିଲା ସାଇଣ୍ଟିଫିକ ବହି ସବୁ, ଯେମିତି ଷ୍ଟିଫେନ ହକିଂସର ଏପିକ୍ ଫିଷ୍ଟ ଅଫ ଟାଇମ୍, ଏଇଭଳିଆ ସବୁ, ଆଟମରୁ କ୍ୱାଣ୍ଟମ, ଓଡିଆରେ ଆଟମରୁ କ୍ୱାଣ୍ଟମ। ତ ପିଲାଦିନେ ଯୋଉ ବହି ପଢୁଥିଲି ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ଯୋଉ ବହି ପଢିଲି, ଉଭୟ ଭିତରେ ବହୁତ ପାର୍ଥକ୍ୟ। ଆଉ ପରବର୍ତ୍ତୀ ଜୀବନରେ ମୁଁ ମାନେ ମତେ ଭଲ ଲାଗିଲା ଲି ଆୟୋଟକଙ୍କ ଷ୍ଟୋରି ଭଲ ଲାଗିଲା, ମେଡ୍ ଇନ୍ ଜାପାନ ବାଇ ଆକିଓ ମୋରିଟା, ସୋନିର ଯିଏ ମାଲିକ, ମେଡ୍ ଇନ୍ ଜାପାନ, ମେଡ୍ ଇନ୍ ଜାପାନ ବୋଲି ଗୋଟେ ବହି ଅଛି। ଏମିତି ବହୁତ ବହି ଅଛି। ହଁ, ବହିର କହିଲେ ତ 2 ଦିନ ବସିକି ଗାଇଲେ ବି ବହିର ନାଁ ଗୁଡାକ ସରିବନି। କିନ୍ତୁ ଆମ କଥାବାର୍ତ୍ତା ଭିତରେ ଯୋଉ ଯୋଉ ବହି ଗୁଡାକ ମୋ ମନକୁ ଉଦ୍ଭାସିତ ହେଲା ମନରେ, ମୁଁ ସେଗୁଡା ଖାଲି କହିବା ପାଇଁ ଚାହିଁବି। ବହି ପଢିବା ଗୋଟେ ବହୁତ ବଡ ଉପାଦେୟ କାର୍ଯ୍ୟ। ତେଣୁ ଆମେ ସମସ୍ତେ ବହି କିଣିବା ଦରକାର, ପଢିବା ଦରକାର। ଯଦି ଆମେ ନ ବିଶେଷ କରି କିଣୁଛୁ ଆମର ମାଗି କିଣିବା ଖରା ଦରକାର। ଛୁଟି ସମୟରେ, ସବୁ ଏଇ ଚଟି ବହି ଯାକର ସବୁ ଯାକ ସାରି ଦଉ। ଜଣେ ଆଉ ହଁ, ଜଣଙ୍କ ସାଙ୍ଗ ଘରକୁ ଯାଇ ତାଙ୍କ ଘରେ କଣ ବହି ଅଛି, ତା ପାଖରେ କଣ ବହି ଅଛି, ସେଗୁଡାକ କରି ଗୋଟେ ବାସ୍ ବାସ୍ ମଜା, ବାସ୍। ଗୋଟେ ଇଏ ଲାଗେ। ଆମ ପାଖରେ ସବୁ ଲିଷ୍ଟ ଥାଏ ଯେ କାହା ପାଖରେ କୋଉ ବହି ଅଛି, ଆମ ମନ ଭିତରେ ଗୋଟେ ଇଣ୍ଡେକ୍ସ ଥାଏ ଗୋଟେ। ଆଉ ଆମେ ଆ ଭିତରେ ପତ୍ରିକା କଥା ତ ହେଇନାହାନ୍ତି, ଯେମିତି ଜନଗମ ହେଲା, ହୁଁ, ମନପବନ ହେଲା, କୁନି ରାଇଜ ହେଲା, ବାରମଜା ହେଲା, ଏଇ ଯୋଉ ଶିଶୁ ଲେଖା ହେଲା, ଆଲୋକ ବୋଲି ଗୋଟେ ଡାଇଜେଷ୍ଟ ଗୋଟେ ବାହାରୁଥିଲା, ଆଜ୍ଞା। ଯେମିତି ରିଡର୍ସ ଡାଇଜେଷ୍ଟ ଓଡିଆର ଗୋଟେ ବାହାରୁଥିଲା, ଆଲୋକ, ସେଇଟା ହଉଛି ଡାଇଜେଷ୍ଟ, ମାନେ ସବୁ ପ୍ରକାର ବହି ସେଥିରେ ଥାଏ। ଧନ୍ୟବାଦ ଭାଇ। ଆମେ ଆଶା କରୁଛୁ, ବର୍ତ୍ତମାନ ତ ଚାଲିଛି ଖରା ଛୁଟି ବେଳ, ଆଉ ଏଇଟା ଦେଖିବା ପରେ ପିଲାମାନେ ବି ଆଗ୍ରହୀ ହେବେ ଏବଂ ପରସ୍ପର ପଚାରିବେ, ଭାଇ ତମ ଘରେ କଣ ବହି ଅଛି, ଆଉ ମତେ ଟିକେ ଦିଅ, ମୁଁ ପଢିବି, ମୋ ପାଖରେ ଯୋଉ ବହିଟା ଅଛି ତମକୁ ଦେବି। ଆଉ ତେଣୁ ଏ ବହି ଯୋଉ ପଢି ସାରିଲା ବହିର, ପରେ ଫେରେଇବା, ବହି ପଢିଲା ହଁ, ପରେ ଯାହାଠୁ ଫେରେଇବା ବହି ଆଣିଛ ଫେରେଇବା ଦରକାର, ମନେ ପକେଇକି। ଫେରେଇବା। ଆଉ ଯେମିତି ନେଇକି ଯାଇଛେ ସେମିତି ଫେରେଇବା। ମୁଁ ଏ ତ ଯୋଉ ଚିରା ବେଟର କରି ଚିରି ଫେରାଏ। ମୁଁ ଯାହାଠୁ ଚିରା ବହି ଚିରି ଆଣେ, ଯଦି ମଲାଟ ନଥାଏ ମଲାଟଟେ ପକାଏ, ଯଦି ଚିରି ହେଇଥିବ ଅଠା ଲଗାଏ। ଯୋଉ କଣ୍ଡିସନରେ ମୁଁ ବହି ପାଇଥାଏ ତାଠୁ ବେଟର କଣ୍ଡିସନରେ ଫେରାଏ। ତେଣୁ ଦେବାରେ ଯୋଉ ମଜାଟା ଅଛି, ତାହା ନେବାଠୁ ଅଧିକା ଅଛି ବୋଲି ଆମେ ଜାଣିବା। ଧନ୍ୟବାଦ ଭାଇ। ଆଉ ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତା ଏବଂ ଦର୍ଶକ, ଏବଂ ନିଶ୍ଚିତ ଭାବରେ କଳିଙ୍ଗ ହିଷ୍ଟ୍ରିର ସମସ୍ତ ଦର୍ଶକମାନଙ୍କୁ ମଧ୍ୟ ଆମେ କୃତଜ୍ଞତା ଜଣାଉଛୁ। ଏହି ଅବସରରେ କୃତଜ୍ଞତା ଜଣାଉଛୁ ସୁନୀଲ ଭାଇଙ୍କ ପାଖରେ ଏତେ ସୁନ୍ଦର ଭାବରେ ବକ୍ତବ୍ୟ ରଖିଛନ୍ତି। ପୁଣି ଥରେ ଆଉ ଏକ ଏପିସୋଡରେ ଦେଖା ହବ। ସେତିକି ପର୍ଯ୍ୟନ୍ତ ବିଦାୟ ନେଉଛୁ। ରେଡ଼ିଓ କୋରାପୁଟ ପାଇଁ ସିଏଚ୍ ସାନ୍ତାକାର, ନମସ୍କାର।